মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে দূর ମୋ যিশু নাম। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଗତରେ ପ୍ରକାଶିତ ହେବା ପୂର୍ବରୁ ବାପ୍ତିଜକ ଜହନ ତାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇ କହିଲେ ଯେ ସେ ଶକ୍ତିମାନ ତଥା ତାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ସେ ଯୋଗ୍ୟ ନୁହନ୍ତି। ସେହି ବାପ୍ତିଜକ ଜହନ ଯେତେବେଳେ ନିଜ ସମ୍ମୁଖରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଦେଖିଲେ, ସେ ଯାହା କହିଲେ ତାଙ୍କ ସମ୍ବନ୍ଧରେ ତାହା ଆମେ ଜହନ ଲିଖିତ ସୁସମାଚାର 1 ଅଧ୍ୟାୟର 29 ପଦରେ ଏହିପରି ପାଠ କରୁ। ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ମହାନ ପ୍ରଭୁ ଶ୍ରୀଖ୍ରୀଷ୍ଟ ଈଶ୍ୱରଙ୍କର ପୁତ୍ର, ଯାହାଙ୍କ ଜଗତରେ ଜନ୍ମ ଅତି ଆଶ୍ଚର୍ଯ୍ୟ ଥିଲା, ଯିଏ ଖ୍ରୀଷ୍ଟ ଅଟନ୍ତି, ଇସ୍ରାଏଲ ତଥା ସମଗ୍ର ଜଗତର ତ୍ରାଣକର୍ତ୍ତା, ସର୍ବଶକ୍ତିମାନ, ଜଗତର ସୃଷ୍ଟିକର୍ତ୍ତା। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଜହନ ନିଜ ସମ୍ମୁଖରେ ଦେଖି ଏହି ସାକ୍ଷ୍ୟ ଦେଇ କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯିଏ ଜଗତର ପାପ ବହି ନେଇ ଯାଆନ୍ତି। ତ୍ରାଣକର୍ତ୍ତା, ଈଶ୍ୱରଙ୍କ ମେଷଶାବକ, ଯିଏ ଜଗତର ପାପ ହରଣ କରନ୍ତି। ଜଗତରେ ପ୍ରତ୍ୟେକ ମନୁଷ୍ୟର ଯେକୌଣସି ପାପ, ଅତୀତ ହେଉ, ବର୍ତ୍ତମାନ କିମ୍ବା ଭବିଷ୍ୟତର ଛୋଟ ବଡ଼ ସବୁ ପାପ, ତାହା ମନୁଷ୍ୟ କରି ଚାଲିଥାଏ, ଯାହା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରେ ନାହିଁ। ସେହି ସମସ୍ତ ପାପକୁ ଆମ ଜୀବନରୁ ଦୂର କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତକୁ ଆସିଲେ। ତାଙ୍କ ସମ୍ବନ୍ଧରେ ଜହନ ସାକ୍ଷ୍ୟ ଦେଇ କହିଲେ ଯେ ସେ ଜଗତର ପାପ ଆପେ ବହନ କରି ନେଇ ଯାଉଥିବା ଈଶ୍ୱରଙ୍କ ମେଷଶାବକ। ତେବେ ସେହି ପ୍ରେମମୟ, ପବିତ୍ର, ନିର୍ଦ୍ଦୋଷ ମେଷଶାବକ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଚିହ୍ନିବା ନିମନ୍ତେ ଈଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ।